ମାଟ୍ରିକ ପରୀକ୍ଷା ଫଳ ପ୍ରକାଶକୁ ନେଇ ଏଇ ଏବେ ବା ଆସିଲା ବହୁତ ବଡ ଅପଡେଟ। ବର୍ତ୍ତମାନ ଯାହା ବି କିଛି ନୂଆ ସୂଚନା ମିଳିଛି ତାହା ସମସ୍ତେ ଜାଣି ରଖିବା ଜରୁରୀ। ତେବେ ଚାଲନ୍ତୁ ଆଉ ଡେରି ନ କରି ଫଟାଫଟ ଅପଡେଟଟି ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓଟାକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲରେ କ୍ଲିକ୍ କରି ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ, କାହିଁକି ନା ଯାହା ବି କିଛି ନୂଆ ନୂଆ ଅପଡେଟ ଆସୁଛି ଏହି ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିବାକୁ ପାଇଯିବେ। ଚାଲନ୍ତୁ ଆଉ ଡେରି ନ କରି ସମ୍ପୂର୍ଣ୍ଣ ଅପଡେଟ ଉପରେ ନଜର ପକେଇବା। ବର୍ତ୍ତମାନ ଆପଣ ଗୁଗଲକୁ ଓପନ କରି ଏଠାରେ ଯେଉଁ ସର୍ଚ୍ଚ ବାର ରହିଛି ଏହାର ଉପରେ କ୍ଲିକ୍ କରିକି ଏଠାରେ ଟାଇପ୍ କରନ୍ତୁ ବିଏସସି ଓଡ଼ିଶା ରେଜଲ୍ଟ 2024। ଏତିକି ଟାଇପ୍ କରି ସର୍ଚ୍ଚ କରିବା ପରେ ନେକ୍ସଟ ପେଜରେ ଆପଣ ଏଭଳି ଭାବରେ କିଛି ଦେଖିବାକୁ ପାଇବେ। ସ୍କ୍ରୋଲ ଡାଉନ୍ କରି କରି ଆସନ୍ତୁ। ଓଡ଼ିଶା ବୋର୍ଡ 10th କ୍ଲାସ ରେଜଲ୍ଟ 2024 ଅପଡେଟେଡ୍। ବୋର୍ଡ ଅଥରିଟି ଦେଖିପାରୁଥିବେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା ଲେଖାଯାଇଛି। ତା ସହିତ ଏକ୍ସାମ ଡେଟ୍ ମଧ୍ୟ ଲେଖାଯାଇଛି। 20 ଫେବୃଆରୀ ଠୁ ଆରମ୍ଭ କରି 4 ମାର୍ଚ୍ଚ 2024 ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିଥିଲା। ଠିକ୍ ସେହିଭଳି ରେଜଲ୍ଟର ଡେଟ୍ ମଧ୍ୟ ସାଇଡରେ ଦେଖିପାରୁଥିବେ 18 ମେ 2024 ବୋଲି ଲେଖାଯାଇଛି। ତାପରେ ଷ୍ଟେ କନସର୍ଣ୍ଣ ଦିଆଯାଇଛି ଓଡ଼ିଶା। ଅଫିସିଆଲ ୱେବସାଇଟ୍ ଦିଆଯାଇଛି bsodisha.ac.in। ଦେଖନ୍ତୁ ଏଠାରେ ଯୋଉ ଡେଟ୍ ଟି ଶୋ ହେଉଛି ପ୍ରକୃତରେ ଏହା ଏକ୍ସାକ୍ଟ ଡେଟ୍ କି ନୁହେଁ। ଏବେ ଆପଣଙ୍କ ମନରେ ଗୋଟେ କ୍ୱେଶ୍ଚିନ୍ ଆସୁଥିବ, ଦେଖନ୍ତୁ ବର୍ତ୍ତମାନ ଯାହା ବି କିଛି ଗୁଗୁଲରେ ଶୋ ହେଉଛି ଏହା ପ୍ରକୃତରେ ଏକ୍ସାକ୍ଟ ଡେଟ୍ ନୁହେଁ, କିନ୍ତୁ ଏଇ ଯୋଉ ଡେଟ୍ଟା ଶୋ ହେଉଛି ଏଟା ଆନାଲିସିସ୍ କରିକି ଗୁଗୁଲ ଏଇଠି ଦେଖଉଛି। ଯେତେବେଳେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା ତରଫରୁ ଏକ୍ସାକ୍ଟ ଡେଟ୍ ଆନାଉନ୍ସ କରାଯିବ ସେହି ସମୟରେ ଆପଣଙ୍କୁ ଏକ୍ସାକ୍ଟ ଡେଟ୍ ଏକ୍ସାକ୍ଟ ଟାଇମ୍ ସବୁକିଛି ଡିଟେଲ୍ସ ଜଣାଯିବ।